Good evening, all friends. ଆଜି ଆଡଜେକ୍ଟିଭର କ୍ୱାଣ୍ଟିଟି ବାବଦରେ ଆଲୋଚନା କରିବା। କ୍ୱାଣ୍ଟିଟି ଅର୍ଥ ହେଲା ପରିମାଣ। Adjective which tells us the quantity of a thing is called an adjective of quantity. ବସ୍ତୁର ପରିମାଣକୁ ଯିଏ ଆମକୁ ବତାବା କହେ ତାକୁ adjective of quantity ବୋଲି କହନ୍ତି। ପରିମାଣ ଅର୍ଥ ଆପଣଙ୍କୁ ମୁଁ କହିବାର କଥା ହଉଛି କ'ଣ, ପରିମାଣ କେମିତି ଜାଣିବେ। ଜଣେ 1 କିଲୋ ଚିନି ଆଣିଛି, ଆଉ ଜଣେ 10 କିଲୋ ଚିନି ଆଣିଛି, ଆଉ ଜଣେ କୁଇଣ୍ଟାଲ ଚିନି ଆଣିଛି। 1 କିଲୋ ଚିନି ଆଣିଥିବା ଲୋକର ତା ଚିନିର ଯେତିକି ଦାନା ଅଛି, 10 କିଲୋ ଚିନି ଆଣିଥିବା ବ୍ୟକ୍ତିଙ୍କ ପାଖରେ ତା ଚିନିର ଦାନା ସମାନ କି? କିମ୍ବା 100 କେଜି ବା 1 କୁଇଣ୍ଟାଲ ଯେଉଁ ବ୍ୟକ୍ତି ଜଣକ ଚିନି ଆଣିଛି ତାର ଚିନିର ଦାନା ଏକଠାରୁ ସମାନ ନା ଅଧିକ? ସମ୍ପୂର୍ଣ୍ଣ ଭାବରେ ଏ ପରିମାଣ ଅଧିକ ରହିଛି 100 କିଲୋ ବା 1 କୁଇଣ୍ଟାଲ। ମୋଟାମୋଟି ଭାବରେ ଯେଉଁ ଲୋକ 1 କିଲୋ ଚିନି ଆଣିଛି ତାର ଦାନା ଠାରୁ ଦ୍ୱିତୀୟ ଲୋକ ଚିନି ଆଣିଥିବା ଚିନିର ଦାନା ୟା ପାଖକୁ 9 ଗୁଣ ଅଧିକ। ଦ୍ୱିତୀୟ ଲୋକ ପାଖରୁ ଯେଉଁ ତୃତୀୟ ଲୋକଟି ଯେଉଁ ଚିନି ଆଣିଛି ତାର ଦାନା ଦ୍ୱିତୀୟ ଲୋକ ପାଖରୁ 90 କେଜି ବା 90 ଗୁଣ ପରିମାଣ ଅଧିକ। ତେଣୁ ଏଠି କହିବା କଥା ଯେ ୟାର ଦାନା ଠାରୁ ପରିମାଣ ଠାରୁ ତା ଦାନା ଅଧିକ ଟିକେ ଅଛି, ତାଠାରୁ ସବୁଠାରୁ ଅଧିକ ଅଛି 1 କୁଇଣ୍ଟାଲ। ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି, ସାଧାରଣତଃ ଘରେ ଆମେ ଯେତେବେଳେ ଯାହା କଥା ହେଲା ବେଳେ ଆମେ ଜଣକୁ ପଚାରିଲେ ବାବୁ ଖାଇଛୁ କି, ସେ ଆପଣଙ୍କୁ ତାର ଉତ୍ତର ଦେଉଛି ହଁ ମୁଁ ଖାଇଛି। ସେଇ ସେମ୍ କ୍ୱେଶ୍ଚିନ୍ ଆଉ ଜଣକୁ ପଚାରିଲେ ସେ କହୁଛି ଖାଇଛି, କିଛି ଖାଇଛି। ସେଇ ସେମ୍ କ୍ୱେଶ୍ଚିନ୍ ପୁଣି ତୃତୀୟ ଲୋକ ଜଣକୁ ପଚାରିଲେ ସେ ଆପଣଙ୍କୁ ଆନ୍ସର ଦେଉଛି ନା ଅଧିକ ମାତ୍ରାରେ ଖାଇଛି, କିଛି ଖାଇଛି, ଅଧିକ ମାତ୍ରାରେ ମୁଁ ଖାଇଛି। 3 ପ୍ରକାର କଥା ଆପଣମାନେ ଦେଖୁଛନ୍ତି, ଶୁଣୁଛନ୍ତି ବା ଜାଣୁଛନ୍ତି, ନିଜେ ବି ୟୁଜ୍ କରୁଛନ୍ତି। ଏ 3 ପ୍ରକାରକୁ ନେଇକି ଇଂରାଜୀରେ ଆଡଜେକ୍ଟିଭ ଅଫ କ୍ୱାଣ୍ଟିଟିକୁ 2 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ଗ୍ରାଣ୍ଡେବୁଲ ଆଡଜେକ୍ଟିଭ, ଗୋଟେ ନନ୍ ଗ୍ରାଣ୍ଡେବୁଲ ଆଡଜେକ୍ଟିଭ। এই ଯେଉଁ 3 ପ୍ରକାର ଉଦ୍ଦେଶ୍ୟ ରହିଛି ବା 3ଟି ଯେଉଁ ଆପଣଙ୍କ ଯେଉଁ ବାକ୍ୟ ରହିଛି ସେ 3ଟି ଯାକ ହେଲା ଗ୍ରାଣ୍ଡେବୁଲ, ଅର୍ଥାତ୍ ଏଠି ମାତ୍ରା ରହିଛି। ଗ୍ରାଣ୍ଡ ଅର୍ଥ ହେଲା ମାତ୍ରା, ଏବୁଲ ଅର୍ଥ ସକ୍ଷମ। ଯେଉଁ ଆଡଜେକ୍ଟିଭର ମାତ୍ରା ରହିଛି ତାକୁ ଗ୍ରାଣ୍ଡେବୁଲ ଆଡଜେକ୍ଟିଭ ବୋଲି କହନ୍ତି। ଅର୍ଥାତ୍ ଆପଣ ଦେଖନ୍ତୁ, 1 କିଲୋ ଚିନିର ପରିମାଣ ଠାରୁ 10 କିଲୋ ଚିନିର ପରିମାଣ ଅଧିକ, 10 କିଲୋ ଠାରୁ 1 କୁଇଣ୍ଟାଲ ଚିନିର ପରିମାଣ ଅଧିକ। ତାହେଲେ ସମୁଦାୟ ମୋଟାମୋଟି ଭାବରେ କହିବାକୁ ଗଲେ 100 କିଲୋ ଯେଉଁ ରହିଛି 1 କୁଇଣ୍ଟାଲ ଯେଉଁ ଚିନି ରହିଛି ତାର ସବୁଠାରୁ ବେଶୀ ପରିମାଣର ସେଇ ଜାଗାରେ ଅଛି। ପ୍ରଥମେ କମ୍, ଟିକେ ଅଧିକ, ସବୁଠାରୁ ଅଧିକ। ଖାଇଛି, କିଛି ଖାଇଛି, ଅଧିକ ମାତ୍ରାରେ ଖାଇଛି। ଏଇଭଳି ବାକ୍ୟ ଆପଣମାନେ ଯେତେବେଳେ
ନିଜେ କଥା ହେଉଛନ୍ତି ତାକୁ ନେଇକି ବର୍ତ୍ତମାନ ପାଇଁ ଗ୍ରାମାର ତାକୁ କ'ଣ କରିଛି ନା ତା ନାଁ ଦେଇଛି ଡିଗ୍ରୀ। ବା ଯୋଉଟାକୁ ଆପଣ ମାନେ କହୁଛନ୍ତି ମାତ୍ରା। ଏଇ ଡିଗ୍ରୀ ହଉଛି 3 ଭାଗରେ ବିଭକ୍ତ କରାହେଇଛି। ଏଇଠି ଛାତ୍ରଛାତ୍ରୀ ମାନେ ଟିକେ ଯୋଉମାନେ ମୋ ଭିଡ଼ିଓ ଦେଖୁଛନ୍ତି ଟିକେ ଲେଖିକି ରଖନ୍ତୁ, ମନେ ଠିକ୍ କାମରେ ଆପଣ ମାନଙ୍କର ଆସିବ। ଯୋଉ 3ଟି ଡିଗ୍ରୀ ରହିଛି, 3 ପ୍ରକାର ଡିଗ୍ରୀ ରହିଛି। ପ୍ରଥମ ଡିଗ୍ରୀ ହେଲା ପଜିଟିଭ, ଯୋଉଟା କି ବିଶେଷଣର ମୂଳ ରୂପ। ଦ୍ୱିତୀୟଟି ହେଉଛି କମ୍ପାରେଟିଭ, ତୁଳନାତ୍ମକ। ତୃତୀୟ ହେଲା ସୁପରଟିଭ, ସର୍ବୋତ୍ତମ ବା ସବୁଠାରୁ। ଗୋଟେ କିଲୋ ଯୋଉ ଚିନିର ଦାନାର ଘରେ ହେଲା ପଜିଟିଭ ବା ବିଶେଷଣ ପ୍ରଥମ ମୂଳ ରୂପଟା ହେଲା 1 କିଲୋ ଚିନି, ବା ଏଠି ଖାଇବା ଉପରେ ଗଲେ ଖାଇଛି, ଏଟା ପଜିଟିଭରେ ରହିଛି। ଆଉ 10 କିଲୋ ଚିନି ଯୋଉ ଆପଣମାନଙ୍କ ତା ଦାନା ପରିମାଣ ତାର ହେଲା କମ୍ପାରେଟିଭ, ତୁଳନାତ୍ମକ। ତ 1 କିଲୋ ଠାରୁ 10 କିଲୋର ପରିମାଣ ଟିକେ ଅଧିକ ଅଛି। 100 କିଲୋ ବା 1 କ୍ୱିଣ୍ଟାଲ, ସେଠି ହେଉଛି ସୁପରଟିଭ, ସର୍ବୋତ୍ତମ, ସବୁଠାରୁ ଅଧିକ। ଏଉ 3ଟା ପାର୍ଟ କହିଲା, ପଜିଟିଭ, କମ୍ପାରେଟିଭ, ସୁପରଟିଭ। ମୂଳ ରୂପ, ବିଶେଷଣ ମୂଳ ରୂପ, ତୁଳନାତ୍ମକ ପ୍ଲସ୍ ଆମର ସର୍ବୋତ୍ତମ। ମୁଁ ଆପଣମାନଙ୍କୁ ଗୋଟିଏ ଶବ୍ଦ ବା ଗୋଟେ ୱାର୍ଡ ନେଇକି ମୁଁ ଆପଣମାନଙ୍କୁ ବି ବୁଝଉଛି, ତ ଧ୍ୟାନ ସେ ବୁଝନ୍ତୁ। ଯେ ଗୁଡ୍, ଗୁଡ୍ ହେଉଛି ଗୋଟେ ଆଡଜେକ୍ଟିଭ, ଗୋଟେ ଗୁଣ, ଭଲ ଗୁଣ ଗୁଡ୍। ଯେ ଗୁଡ୍ ହେଉଛି ଭଲ। ଆମେ କହିବା ରାମ ଇଜ୍ ଗୁଡ୍। ରାମ ଇଜ୍ ଗୁଡ୍ ଅର୍ଥାତ୍ ରାମ ହେଉଛି ନାଉନ୍। ନାଉନ୍ର ଗୁଣକୁ ବଖାଣୁଛି କି ଆଡଜେକ୍ଟିଭ। ତେଣୁ ବର୍ତ୍ତମାନ ପାଇଁ ଏ ସେଣ୍ଟେନ୍ସ ବା ବାକ୍ୟରେ ରାମ ହେଉଛି ନାଉନ୍, ନାଉନ୍ର ଗୁଣ ହେଉଛି ଭଲ। ରାମ ଇଜ୍ ଏ ଗୁଡ୍, ଏର ହେଲା ପଜିଟିଭରେ ଭଲ ବା ଗୁଡ୍। ତାକୁ ଯଦି ଆମେ କମ୍ପାରେଟିଭରେ ରହିବା, ତାହେଲେ ରାମ ଇଜ୍ ବେଟର ଦାନ୍ ହିମ୍। ରାମ ତାଠାରୁ ଟିକେ ଭଲ। ତାକୁ ଆମେ କମ୍ପାରେଟିଭରେ ନେବା, ରାମ ତାଠାରୁ ଟିକେ ଭଲ। ଆମେ ସୁପରଟିଭରେ ନେବା, ରାମ ଇଜ୍ ଦ ବେଷ୍ଟ ଇନ୍ ଆୱାର କ୍ଲାସ୍ କିମ୍ବା ଇନ୍ ଆୱାର ଭିଲେଜ। ଆମ ଗାଁରେ ସବୁଠାରୁ ଭଲ ପିଲା କିମ୍ବା ଆମ ଶ୍ରେଣୀରେ ସବୁଠାରୁ ଭଲ ପିଲା ରାମ। ପ୍ରଥମେ ଭଲ, ଟିକିଏ ଭଲ, ସବୁଠାରୁ ଭଲ। ସେହିପରି ଆମେ ବିଗ୍ର କହିବା, ବିଗ୍ ମାନେ ବଡ଼, ବିଗର, ବିଗେଷ୍ଟ। ଲିଟିଲ, ରୋଜ୍, ରିଷ୍ଟ। ଏଇଭଳି ସବୁ ରହିଛି। ଆପଣମାନେ ମନେ ରଖନ୍ତୁ 3ଟା ପାର୍ଟ, ଯେ ପଜିଟିଭ, କମ୍ପାରେଟିଭ, ସୁପରଟିଭ। ଆଗାମୀ ଅଧ୍ୟାୟରେ ମୁଁ ଆହୁରି ଆଡଜେକ୍ଟିଭ ବିଷୟରେ ଇଏ ବି ସମାପ୍ତ ନୁହେଁ, ଆହୁରି ବି ଅଧିକ ଅଛି। ମୁଁ ଆହୁରି ଅଧିକ ବି ବୁଝେଇବି। ମୋ ଭିଡ଼ିଓଟି ଟିକେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯେ ଦେଖୁଛନ୍ତି। ଏ ଆଡଜେକ୍ଟିଭ ନାଉନ୍ ପୂର୍ବରୁ ବସିଲେ କ'ଣ କୁହାଯାଏ, ଆଡଜେକ୍ଟିଭ ନାଉନ୍ ପରେ ବସିଲେ କ'ଣ କୁହାଯାଏ। ପୂର୍ବରୁ ବସିଲେ, ନାଉନ୍ ପୂର୍ବରୁ ଯଦି ବସେ ତାକୁ ଆମେ ଆଟ୍ରିବ୍ୟୁଟିଭ ନାଉନ୍ ବୋଲି ଆଡଜେକ୍ଟିଭ ବୋଲି କହିବା। ଯଦି ନାଉନ୍ ପରେ ବସେ ତାକୁ ପ୍ରେଡିକେଟିଭ ଆଡଜେକ୍ଟିଭ ବୋଲି କହିବା। ତେଣୁ ଆଟ୍ରିବ୍ୟୁଟିଭ, ପ୍ରେଡିକେଟିଭ
ଆଗାମୀ ଅଧ୍ୟାୟରେ ଆମେ ଆଲୋଚନା କରିବା। ଆଉ ଯେଉଁମାନେ ମୋ ଭିଡ଼ିଓଟି ଦେଖୁଛନ୍ତି, ଯଦି ଆପଣମାନଙ୍କୁ ଭଲ ଲାଗୁଛି ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ଆଉ ଯଦି କିଛି ବୁଝିବାର ଅଛି ଆପଣ କମେଣ୍ଟ ମାଧ୍ୟମରେ ମୋ ପାଖରୁ ବୁଝିପାରିବେ। ଆଉ ପ୍ରତ୍ୟେକ ପିଲା ଶିଖିବା ଜାଣିବା ପାଇଁ ଟିକେ ସେୟାର କରିବେ। ରହୁଛି, ଜୟ ଜଗନ୍ନାଥ, ନମସ୍କାର।